ଦେଖନ୍ତୁ ରୂପା ଆଣ୍ଡ ଟ୍ରୁପ୍ ଗୋଟେ କଲଚରାଲ ଅନୁଷ୍ଠାନ ଏଇ ଭିତରେ ସେ ଅନୁଷ୍ଠାନଟା ଅଛି। ସେମାନଙ୍କର 25 ବର୍ଷ ପୁରୀଗଲା, ଏଇଟା 26 ବର୍ଷ ଚାଲିଲା। ସେମାନେ ଏଇଟାକୁ ବହୁତ ବଢ଼ିଆ ଭାବରେ ଆୟୋଜନ କରିଛନ୍ତି। ସାରା ରାଜ୍ୟରୁ କଳାକାରମାନଙ୍କୁ ଡାକିଛନ୍ତି, ବହୁତ ଅନୁଷ୍ଠାନରୁ ବହୁତ ଲୋକ ଆସିଛନ୍ତି। ସୁନ୍ଦର ଭାବରେ ଆଜି ବି ବଢ଼ିଆ ନାଟକ ଗୋଟେ ମଞ୍ଚସ୍ଥ ହେବ। 2 ଦିନ ଧରି ତାଙ୍କର ଓଡ଼ିଶୀ ଯେଉଁ ପିଲା ଶିଖୁଛନ୍ତି, ନୃତ୍ୟ ନାଟିକା ସବୁ କରୁଛନ୍ତି। 2 ଦିନ ଧରିକି ପୁରା ନୃତ୍ୟ କାର୍ଯ୍ୟକ୍ରମ ଚାଲିଲା। ଆଜି ତୃତୀୟ ଦିନ, ଶେଷ ଦିନ। ଆଜି ସୁନ୍ଦର ଭାବରେ ଗୋଟେ ନାଟକ ଏଠି ମଞ୍ଚସ୍ଥ ହେବାକୁ ଯାଉଛି। ଇଏ କଳାର ମାଟି, ଇଏ କଳା ସଂସ୍କୃତିର ସହର ଜଗନ୍ନାଥ ଧାମ ଆମର ଏଠି ମହାପ୍ରଭୁଙ୍କ ସହର। ଏଠି କଳାକାର ଭର୍ତ୍ତି ହେଇଛନ୍ତି, କିନ୍ତୁ ତାଙ୍କ ପାଇଁକା ମଞ୍ଚ ଦରକାର, ତାଙ୍କ ପାଇଁକା ପ୍ରୋତ୍ସାହନ ଦରକାର। ଏଇ ଯେଉଁ ରୂପା ଆଣ୍ଡ ଟ୍ରୁପ୍ ଯେଉଁ ଅନୁଷ୍ଠାନ, ଇଏ ପୁରା ସାହିରୁ ଗଳିରୁ କଳାକାରମାନଙ୍କୁ ଧରିକି ଆଣିକିରି ଖୋଜିକି ଆଣିକିରି ଏଇଠି ତାଙ୍କୁ ଯେଉଁ ବହଳି ଭାବରେ, ବିଶେଷ କରି ଓଡ଼ିଶୀ ନୃତ୍ୟଟାକୁ ସେମାନେ ବହୁତ ଗୁରୁତ୍ୱର ସହ ଶିଖାଉଛନ୍ତି। ଯେଉଁ ତାଙ୍କର ଯେଉଁ ମ୍ୟାଡ଼ାମ୍ ଅଛନ୍ତି, ଗୁରୁମା ରୂପଲତା ଗୁରୁମା ଅଛନ୍ତି, ସେ ବହୁତ ସୁନ୍ଦର ଭାବରେ ଗୋଟେ ଅନୁଷ୍ଠାନରେ ଆମ ଜଗନ୍ନାଥଙ୍କ ଉପରେ ଆଧାରିତ ଓଡ଼ିଶୀ ସଂସ୍କୃତି ଯେଉଁ ନୃତ୍ୟ, ତାକୁ ପୁରା ସୁନ୍ଦର ଭାବରେ ମଞ୍ଚସ୍ଥ କରୁଛନ୍ତି। ଏବଂ ତାଙ୍କ ପିଲାମାନେ ପୁରା ରାଜ୍ୟରେ ବି ଭଲ ନାଁ କରିଛନ୍ତି। ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି। ଭାରତବର୍ଷର ବହୁତ ରାଜ୍ୟରେ ସେମାନେ ତାଙ୍କ ଟ୍ରୁପ୍ ନେଇକରି ରୂପା ଆଣ୍ଡ ଟ୍ରୁପ୍ର କାର୍ଯ୍ୟକ୍ରମ ଦେଖାଉଛନ୍ତି। ବହୁତ ଧନ୍ୟବାଦ ବି ତାଙ୍କୁ ମିଳୁଛି। ତେଣୁ ଏଇ ଯେଉଁ ଜଗନ୍ନାଥଙ୍କ ଧାମ ସହରରେ ଏଇଭଳି ଅନୁଷ୍ଠାନ ବହୁତ ଭାବରେ ଗଢ଼ି ଉଠିଲାଣି ଏବେ, କିନ୍ତୁ ଇଏ ହେଉଛି ସବୁ ପୁରାତନ, ବହୁତ ପୁରାତନ। ମୁଁ ତ ଭାବୁଛି ବୋଧେ 40 ବର୍ଷ ପାଖାପାଖି ଅନୁଷ୍ଠାନ ହେଇଗଲାଣି। ତେଣୁ ଏଇ ଅନୁଷ୍ଠାନକୁ ଆମେ ନିହାତି ଭାବରେ ସପୋର୍ଟ ଦେବା। ସରକାର ସବୁ କଥା ସରକାର କରିବେ ସେମିତି ନାହିଁ, ଆମେ ବି ସମସ୍ତେ ମିଶିକରି ତାଙ୍କୁ ସହଯୋଗ ଦେବା। ସବୁ କଥା ଯେ କଲଚର ଡିପାର୍ଟମେଣ୍ଟ କରିବ, ସରକାର ବଢ଼େଇବେ ନା। ସରକାର ତାଙ୍କ ଲିମିଟରେ ଯେତିକି ଯାହା କରିବା କଥା କରିବେ। ତାପରେ ଆମେ ମାନେ ଯେଉଁମାନେ ଅଛୁ, ଆମେ ବି ଗୋଟେ ସହଯୋଗର ହାତଟା ନିଶ୍ଚିତ ବଢ଼େଇବା। ତାହେଲେ ତାଙ୍କର ଆଗ୍ରହ ରହିବ, ଆଉ ତାଙ୍କର ଉତ୍ସାହ ରହିବ, ସେ ଆହୁରି ପାଦେ ଆଗେଇ ଯିବେ ଏଇ କ୍ଷେତ୍ରରେ।